ବିଛାରାଶି ଜାତୀୟ ବ୍ୟକ୍ତିବିଶେଷ ବା ମହିଳାମାନଙ୍କ ପାଇଁ ଆପଣଙ୍କ ପାଇଁ ବେଶ୍ ଶୁଭଦାୟକ ସମୟ। ସପ୍ତମାଧିପତି ବୃହସ୍ପତି ଆପଣଙ୍କ ପାଇଁ ଅନେକାଂଶରେ ଶୁଭଦାୟକର ଫଳ ପ୍ରଦାନ କରିଛି। ଆସନ୍ତା ମେ ମାସ ପର୍ଯ୍ୟନ୍ତ ଯେଉଁଟାକି ଆପଣଙ୍କ ପାଇଁ ଅର୍ଥ ଯୋଉଟା ସକାଶେ ଥିବା ଚିନ୍ତା ଦୂରୀଭୂତ ହେବ, ଆର୍ଥିକ ଲାଭ ହେବ, ସଞ୍ଚିତ ଅର୍ଥ ବୃଦ୍ଧି ହେବ। ଯାନବାହନ ଦ୍ୱାରା ପରିଭ୍ରମଣର ଯୋଗ ମଧ୍ୟ ରହିଛି। ଦୂରଦୂରାନ୍ତ ସ୍ଥାନକୁ ଯାତ୍ରା କରିବେ, ବ୍ୟବସାୟ ବାଣିଜ୍ୟରେ ଉନ୍ନତି ହେବ। ରପ୍ତାନୀ ଆମଦାନୀ କ୍ଷେତ୍ରକୁ ନେଇ ଆପଣଙ୍କର ପ୍ରତ୍ୟେକଟି ମୁହୂର୍ତ୍ତ ଲାଭଦାୟକ ହେବ। ଅଜଣାଶୁଣା ଲୋକ ଦାଉ ସାଧିବେ। ରସିକିଆ ଢଙ୍ଗରେ ଲାଇଫଷ୍ଟାଇଲଟାକୁ ମଧ୍ୟ ଆପଣ ତିଆରି କରିବେ। ଯେତେ ଧନ ପ୍ରାପ୍ତି ହେବ ସେତେ ଲୋଭ ଆପଣଙ୍କର ବଢ଼ିବ, କିନ୍ତୁ ମେ ମାସ ପରେ ଆପଣଙ୍କ ପାଇଁ ଦେବଗୁରୁ ବୃହସ୍ପତି ଯେଉଁଟାକି ଖରାପ ସ୍ଥାନକୁ ଯିବା ଯୋଗୁଁ ଆପଣଙ୍କ ପାଇଁ ଟିକେ ସତର୍କ ସାବଧାନ। ସ୍ୱାସ୍ଥ୍ୟଜନିତ ପୀଡ଼ା ଭୋଗ କରିପାରନ୍ତି। ଥଣ୍ଡା ସର୍ଦ୍ଦି ରୋଗରେ ଆକ୍ରାନ୍ତ ହୋଇପାରନ୍ତି। ମେଡ଼ିକାଲ ମେଡ଼ିସିନର ଆବଶ୍ୟକତା ପଡ଼ିପାରେ। ଦାମ୍ପତ୍ୟ ଦୁଃଖ, ମାନସିକ ଯେଉଁଟା ଅଶାନ୍ତି, ଅର୍ଥ ନଷ୍ଟ, ବ୍ୟବସାୟରେ ବଡ଼ ଧରଣର କ୍ଷତାକ୍ତ, ଯାନବାହନ ଯନ୍ତ୍ର ପୀଡ଼ା, ଥାନା କୋର୍ଟ କଚେରୀ ସମସ୍ୟା, ଭାତୃ ବିବାଦ ଏସବୁ ଜିନିଷ ଦେଖାଦେବା ପରେ ମଧ୍ୟ ଜାଗା ଜମି ଭୂମିକୁ ନେଇ କିଛି ଦୁଃଖ ଭୋଗିବେ ଏବଂ ବିଶେଷ ଭାବରେ କିଛି ଚୌର ଭୟ ଚୋରି ହୋଇଯିବାର ମଧ୍ୟ ସମ୍ଭାବନା ଅଛି। ତଥାପି ମୋଟାମୋଟି ଭାବରେ ଜଗି ରଖି ଚଳନ୍ତୁ। କୌଣସି ଅଶୁଭତ୍ୱ ରକ୍ଷା ପାଇବେ। ଏ ବର୍ଷ ସାରା ଆପଣଙ୍କର ପ୍ରାତଃ ସ୍ନାନ ପରେ ମଙ୍ଗଳବାରକୁ ମଙ୍ଗଳବାର ଆପଣଙ୍କ ଶୁଭ ରଙ୍ଗ ଲାଲ ରଙ୍ଗ, ଲାଲ ବସ୍ତ୍ର ପୋଷାକ ପରିଧାନ କରନ୍ତୁ। ମଥାରେ ଲାଲ ସିନ୍ଦୁରର ଟିପ ଲଗାନ୍ତୁ। ହନୁମାନଜୀଙ୍କୁ ଲାଲ ଫଳ ଭୋଗ ଲଗାନ୍ତୁ। ଲାଲ ପୁଷ୍ପ ଅର୍ପଣ କରନ୍ତୁ ଏବଂ ହନୁମାନ ଚାଳିଶା ଜୟ ହନୁମାନ ଜ୍ଞାନ ଗୁଣ ସାଗର ଜୟ କପିସତ ଲୋକ ଉଜାଗର ଏହି ମନ୍ତ୍ରର ଧ୍ୱନିରେ ପ୍ରଭୁଙ୍କ ଦରବାରକୁ ପ୍ରକମ୍ପିତ କରାନ୍ତୁ। ଦେଖିବା ଆପଣଙ୍କ ପାଇଁ ଅନେକାଂଶରେ ମଙ୍ଗଳଦାୟକ ହେବ, ଲାଭଦାୟକ। ପ୍ରତ୍ୟେକଟି ଦିନ ପ୍ରତ୍ୟେକଟି ମୁହୂର୍ତ୍ତ ଆପଣଙ୍କ ପାଇଁ ଶୁଭଦାୟକ ହେବ।